ପିଲାମାନେ ସ୍ୱାଗତ କରୁଛି ଓଡ଼ିଆ ସ୍ମାର୍ଟ କ୍ଲାସ୍ ୟୁଟ୍ୟୁବ୍ ଚ୍ୟାନେଲର ଆଉ ଏକ ନୂଆ ଭିଡ଼ିଓକୁ। ଚ୍ୟାନେଲଟିକୁ ଲାଇକ୍ ଆଉ ଭିଡ଼ିଓଟି ଶେଷ ଯାଏଁ ଦେଖି ଗୋଟେ ସୁନ୍ଦର କମେଣ୍ଟ ମଧ୍ୟ କରିଦେବେ। ଆଜି ଆମେ କରିବା ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ଚାପ୍ଟର 15 ଆଲୋକ ବିଷୟଟିର ସମସ୍ତ ପ୍ରଶ୍ନ ଉତ୍ତର କରିବା। ଆଲୋକ ବା ଲାଇଟ୍, ଆମେ ଗୋଟେ ରୁମ୍ରେ ଅଛେ, ଗୋଟେ ଘର ଭିତରେ ବସିଛେ। ରୁମ୍ ଭିତରେ ଯାହା ବି ଜିନିଷ ଅଛି ଆମେ ତାପରେ ଲାଇଟ୍ଟା ପଡ଼ିଲା ବା ଆଲୋକଟା ପଡ଼ିଲା ସେଇଟା ହିଁ ଆମେ ଆଖିରେ ଦେଖିପାରିବା। ଯଦି ଲାଇଟ୍ଟା ନ ଆସିପାରିଲା କି ଲାଇଟ୍ ସୁଇଚ୍ଟାକୁ ଆମେ ଅଫ୍ କରିଦେଲେ ତ ଆମକୁ ଘର ଭିତରଟା ଟୋଟାଲ ଆମକୁ ଅନ୍ଧାର ହିଁ ଦେଖାଯିବ। ତ ପିଲାମାନେ ଆଲୋକର ଗତି କିପରି? ଆଲୋକ ସରଳ ରେଖାରେ ହିଁ ଗତି କରିଥାଏ। ଆମେ ଏବେ ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା ଆଲୋକ ବିଷୟର। 1 ନମ୍ବର, ତଳ ବାକ୍ୟ ଗୁଡ଼ିକ ନିଜ ଖାତାରେ ଲେଖ। ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ ଓ ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। କ ନମ୍ବର ଦେଇଛି, ଆଲୋକର ଗତିପଥ ସରଳ ରେଖୀୟ ନୁହେଁ। ତ ପିଲାମାନେ ଏଇଠି ମୁଁ କହିଥିଲି ଆଲୋକର ଗତିପଥ ସରଳ ରେଖାରେ ହିଁ ଆଲୋକ ଗତି କରେ। ତେବେ ଏଠି କ'ଣ ହବ ପିଲାମାନେ? ଭୁଲ ହବ। ଖ ନମ୍ବର ଦେଇଛି, ଦର୍ପଣ ଏକ ପ୍ରତିଫଳନ ପୃଷ୍ଠ। ଠିକ୍ ଅଛି, ଏଟା ଦର୍ପଣ ଏକ ପ୍ରତିଫଳନ ପୃଷ୍ଠ। ଜଡ଼ା ତେଲ, ଗ ନମ୍ବର ଦେଇଛି, ଜଡ଼ା ତେଲ ଏକ ଅସ୍ୱଚ୍ଛ ପଦାର୍ଥ। ଭୁଲ, ଜଡ଼ା ତେଲ ଏକ ସ୍ୱଚ୍ଛ ପଦାର୍ଥ ଅଟେ, ତ ଏଟା ଭୁଲ ହବ। ଘ ନମ୍ବର ପ୍ରଶ୍ନ ଦେଇଛି, ବସ୍ତୁର ପ୍ରତିବିମ୍ବ ତାର ଛାୟା ନୁହେଁ। କ'ଣ ଦେଲା ଏଟା ପିଲାମାନେ? ବସ୍ତୁର ପ୍ରତିବିମ୍ବ ତାର ଛାୟା ନୁହେଁ। ଠିକ୍ ଅଛି, ଏଟା ଠିକ୍ ହବ ଏଟା। ଗ ନମ୍ବର, ନିର୍ମଳ ଜଳ ଏକ ସ୍ୱଚ୍ଛ ପଦାର୍ଥ। এটা ପିଲାମାନେ ଜାଣିଥିବ, ନିର୍ମଳ ଜଳ ଏକ ସ୍ୱଚ୍ଛ ପଦାର୍ଥ ଅଟେ, ଏଟା ଠିକ୍। 2 ନମ୍ବର କରିବା ଏବେ। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। କ ନମ୍ବର, ଆଲୋକର ପ୍ରତିଫଳନ ଡ୍ୟାସ୍ ପୃଷ୍ଠରେ ହୁଏ। ଦର୍ପଣ, ଲେନ୍ସ, ପ୍ରିଜିମ୍। ଆଲୋକର ପ୍ରତିଫଳନ ଦର୍ପଣ ପୃଷ୍ଠରେ ହୁଏ। ଖ ନମ୍ବର, ପତଳା ପ୍ଲାଷ୍ଟିକ ଗୋଟେ ଡ୍ୟାସ୍ ପଦାର୍ଥ। ପତଳା ପ୍ଲାଷ୍ଟିକ ପୁରା ପତଳାର ହେଇଥିବ, ସେଟା କ'ଣ? ସ୍ୱଚ୍ଛ, ଅସ୍ୱଚ୍ଛ, ଅଳ୍ପ ସ୍ୱଚ୍ଛ। ପତଳା ପ୍ଲାଷ୍ଟିକଟା ହେଉଛି ଅଳ୍ପ ସ୍ୱଚ୍ଛ ପଦାର୍ଥ। ଗ ନମ୍ବର, ଆଲୋକ ଉତ୍ସକୁ ସ୍ଥିର ରଖି ପରଦାକୁ ବସ୍ତୁଠାରୁ ଯେତେ ଦୂରକୁ ନେବା ଛାୟାର ଆକୃତି ସେତେ କ'ଣ ହବ? ସାନ, ବଡ଼, ଅସ୍ପଷ୍ଟ, ବଡ଼, କୋଉଟା ହବ? ଆଲୋକର ଉତ୍ସକୁ ସ୍ଥିର ରଖି ପରଦାକୁ ବସ୍ତୁଠାରୁ ଯେତେ ଦୂରକୁ ନେବା ଛାୟାର ଆକୃତି ସେତେ ଅସ୍ପଷ୍ଟ, ବଡ଼ ହେବ। 3 ନମ୍ବର, ନିମ୍ନୋକ୍ତ ଶବ୍ଦଦ୍ୱୟ ମଧ୍ୟରେ ଥିବା ପାର୍ଥକ୍ୟ 2-3ଟି ବାକ୍ୟରେ ଲେଖ। କ ନମ୍ବର ଦେଇଛି ଛାୟା ଓ ପ୍ରତିବିମ୍ବ। ଖ ନମ୍ବର ଦେଇଛି ସ୍ୱଚ୍ଛ ପଦାର୍ଥ ଓ ଅସ୍ୱଚ୍ଛ ପଦାର୍ଥ। ନିମ୍ନୋକ୍ତ ଶବ୍ଦଦ୍ୱୟ ମଧ୍ୟରୁ ପାର୍ଥକ୍ୟ ଲେଖିବା 2 ବା 3ଟି ବାକ୍ୟରେ। ଛାୟା, ପ୍ରତିବିମ୍ବ ପ୍ରଥମେ କରିବା। କ ନମ୍ବର, ଛାୟା ଓ ପ୍ରତିବିମ୍ବ। ପ୍ରଥମ ପଏଣ୍ଟ ଲେଖିବା, ଆଲୋକ ପଥରେ ଅସ୍ୱଚ୍ଛ ବସ୍ତୁ ରଖିଲେ ଛାୟା ଗଠିତ ହୁଏ। ଆଲୋକ ପଥରେ ଅସ୍ୱଚ୍ଛ ବସ୍ତୁ ରଖିଲେ ଛାୟା ଗଠିତ ହୁଏ। ପ୍ରତିବିମ୍ବର ଫାର୍ଷ୍ଟ ପଏଣ୍ଟ ଲେଖିବା, ଦର୍ପଣ ଦ୍ୱାରା ଆଲୋକ ପ୍ରତିଫଳିତ ହେଲେ ପ୍ରତିବିମ୍ବ ଗଠିତ ହୁଏ। ଦର୍ପଣ ଦ୍ୱାରା ଆଲୋକ ପ୍ରତିଫଳିତ ହେଲେ ପ୍ରତିବିମ୍ବ ଗଠିତ ହୁଏ। ସେକେଣ୍ଡ ପଏଣ୍ଟ, ଛାୟାର ପାର୍ଶ୍ୱ ପରିବର୍ତ୍ତନ ଘଟେ ନାହିଁ। ଛାୟାର ସେକେଣ୍ଡ ପଏଣ୍ଟ ହେଲା ଛାୟାର ପାର୍ଶ୍ୱ ପରିବର୍ତ୍ତନ ଘଟେ ନାହିଁ। ପ୍ରତିବିମ୍ବର ସେକେଣ୍ଡ ପଏଣ୍ଟ ହେଲା ପ୍ରତିବିମ୍ବର ପାର୍ଶ୍ୱ ପରିବର୍ତ୍ତନ ଘଟିଥାଏ। ଛାୟାର ପାର୍ଶ୍ୱ ପରିବର୍ତ୍ତନ ଘଟେ ନାହିଁ, ପ୍ରତିବିମ୍ବର ପାର୍ଶ୍ୱ ପରିବର୍ତ୍ତନ ଘଟିଥାଏ। ତୃତୀୟ ପ୍ରଶ୍ନ, 3 ନମ୍ବର ପଏଣ୍ଟ, ଛାୟା ବସ୍ତୁକୁ ସ୍ପର୍ଶ କରିଥାଏ। ଛାୟା ବସ୍ତୁକୁ ସ୍ପର୍ଶ କରିଥାଏ। ପ୍ରତିବିମ୍ବର ତୃତୀୟ ନମ୍ବର ପଏଣ୍ଟ, ଛାୟା ବସ୍ତୁକୁ ସ୍ପର୍ଶ କରିନଥାଏ। ଛାୟା ବସ୍ତୁକୁ ସ୍ପର୍ଶ କରିଥାଏ, ପ୍ରତିବିମ୍ବର ହେଉଛି ଛାୟା ବସ୍ତୁକୁ ସ୍ପର୍ଶ କରିନଥାଏ। ଚତୁର୍ଥ ନମ୍ବର ପଏଣ୍ଟ, ଛାୟାର ରଙ୍ଗ ସର୍ବଦା କଳା ହୋଇଥାଏ।
ପ୍ରତିବିମ୍ବରେ ବସ୍ତୁର ସମସ୍ତ ରଙ୍ଗ ଦେଖାଯାଏ। ଛାୟାର ରଙ୍ଗ ସର୍ବଦା କଳା ହୋଇଥାଏ। ପ୍ରତିବିମ୍ବରେ ବସ୍ତୁର ସମସ୍ତ ରଙ୍ଗ ଦେଖାଯାଏ। ତାପରେ ଖ ନମ୍ବର ପ୍ରଶ୍ନ ଦେଇଛି ସ୍ୱଚ୍ଛ ପଦାର୍ଥ ଓ ଅସ୍ୱଚ୍ଛ ପଦାର୍ଥ। ସ୍ୱଚ୍ଛ ପଦାର୍ଥର କ ନମ୍ବର ହେଲା ଫାର୍ଷ୍ଟ ପଏଣ୍ଟ ହେଲା ସ୍ୱଚ୍ଛ ପଦାର୍ଥ ଦେଇ ଆଲୋକ ଗତି କରେ। ଅସ୍ୱଚ୍ଛ ପଦାର୍ଥର ଫାର୍ଷ୍ଟ ପଏଣ୍ଟ ହେଲା ଅସ୍ୱଚ୍ଛ ପଦାର୍ଥ ଦେଇ ଆଲୋକ ଗତି କରିପାରେ ନାହିଁ। ସ୍ୱଚ୍ଛ ପଦାର୍ଥ ଦେଇ ଆଲୋକଟା ଆମକୁ କ'ଣ ସହଜରେ ଗତି କରିପାରିବ, ଅସ୍ୱଚ୍ଛ ପଦାର୍ଥ ଦେଇ ଆଲୋକ ଗତି କରିପାରିବ ନାହିଁ। ସେକେଣ୍ଡ ପଏଣ୍ଟ, ଏହା ଛାୟା ସୃଷ୍ଟି କରେ ନାହିଁ। ସ୍ୱଚ୍ଛ ପଦାର୍ଥଟା ଛାୟା ସୃଷ୍ଟି କରିପାରିବ ନାହିଁ, କିନ୍ତୁ ଅସ୍ୱଚ୍ଛ ପଦାର୍ଥ ସେକେଣ୍ଡ ପଏଣ୍ଟ ହବ ଅସ୍ୱଚ୍ଛ ପଦାର୍ଥର ଏହା ଛାୟା ସୃଷ୍ଟି କରେ। ତୃତୀୟ ନମ୍ବର ପଏଣ୍ଟ ସ୍ୱଚ୍ଛ ପଦାର୍ଥର କାଚ, ବାୟୁ, ଜଳ ଆଦି ସ୍ୱଚ୍ଛ ପଦାର୍ଥ। ସ୍ୱଚ୍ଛ ପଦାର୍ଥର ତୃତୀୟ ନମ୍ବର ପଏଣ୍ଟ ହେଲା କାଚ, ବାୟୁ, ଜଳ ଆଦି ସ୍ୱଚ୍ଛ ପଦାର୍ଥ। ଅସ୍ୱଚ୍ଛ ପଦାର୍ଥର ତୃତୀୟ ନମ୍ବର ପଏଣ୍ଟ କାଠ, କାଗଜ, ପଥର ଆଦି ଅସ୍ୱଚ୍ଛ ପଦାର୍ଥ। ପିଲାମାନେ ପାର୍ଥକ୍ୟ ଦିଟା ବୁଝିପାରିଲ ଭଲରେ? ସ୍ୱଚ୍ଛ ପଦାର୍ଥ, ଅସ୍ୱଚ୍ଛ ପଦାର୍ଥ, ଛାୟା ଓ ପ୍ରତିବିମ୍ବ ସରିଲା। 4 ନମ୍ବର ଆଲୋକ ଏକ ସରଳ ପଥରେ ଗତି କରେ, ଦୁଇଟି ଉଦାହରଣ ଦେଇ ବୁଝାଅ। ଆଲୋକଟା କିପରି ଆମର ସରଳ ପଥରେ ଗତି କରୁଛି କି ନାହିଁ, ତ ଆମେ ଗୋଟେ ଉଦାହରଣ ଦେଇ ସେଇଟାକୁ ଆମେ କ୍ଲିୟର ହବା। ଉଦାହରଣ 1, ଟେବୁଲ ଉପରେ ଗୋଟେ ଜଳନ୍ତା ମହମବତୀ ରଖାଯାଉ। ଟେବୁଲ ଉପରେ ପିଲାମାନେ ଗୋଟେ ମହମବତୀକି ଜଳେଇକି ଥୋଇଦେବେ। ଟେବୁଲ ଅପର ପାର୍ଶ୍ୱରେ ଛିଡ଼ା ହୋଇ ଗୋଟିଏ ସିଧା ନରମ ପ୍ଲାଷ୍ଟିକ ନଳୀ ମଧ୍ୟ ଦେଇ ମହମବତୀର ଜଳନ୍ତା ଶିଖାକୁ ଲକ୍ଷ୍ୟ କରାଯାଉ। କ'ଣ କରିବା? ଗୋଟେ ନରମ ପ୍ଲାଷ୍ଟିକ ନବା, ନଳୀ ସାହାଯ୍ୟରେ ମହମବତୀର ଶିଖାକୁ ଲକ୍ଷ୍ୟ କରିବା। ନଳୀ ମଧ୍ୟ ଦେଇ ଶିଖାଟି ଆମକୁ ଦେଖାଯିବ। ସିଧା ନରମ ପ୍ଲାଷ୍ଟିକ ନଳୀ ମଧ୍ୟରେ ଆମକୁ ମହମବତୀର ଶିଖାଟା ଦେଖାଯିବ। ପୁନଶ୍ଚ କ'ଣ କରିବା? ପୁନଶ୍ଚ ନଳୀକୁ ସାମାନ୍ୟ ବଙ୍କାଇ ତା ମଧ୍ୟକୁ ଶିଖାକୁ ଲକ୍ଷ୍ୟ କରିବା। ବଙ୍କେଇ ଦେବା ସାମାନ୍ୟ, ପୁନଶ୍ଚ ନଳୀକୁ ସାମାନ୍ୟ ବଙ୍କାଇ ତା ମଧ୍ୟ ଦେଇ ଶିଖାକୁ ଲକ୍ଷ୍ୟ କରାଯାଉ। କିନ୍ତୁ ନଳୀ ମଧ୍ୟ ଦେଇ ଶିଖାଟି ଦେଖାଯିବ ନାହିଁ। କ'ଣ ହେଲା ଏଥିରୁ ପ୍ରମାଣିତ ହୁଏ ଯେ ଆଲୋକ ଏହି ସରଳ ପଥରେ ହିଁ ଗତି କରେ। ଆମେ ଯେଉଁ ସିଧା ନରମ ପ୍ଲାଷ୍ଟିକଟା ରଖିଥିବା ସେଇଥିରେ ଆମକୁ ଆଲୋକର ରଶ୍ମିଟା ଦେଖାଯିବ। ଯଦି ଆମେ ବଙ୍କେଇକି ଦେଖିବା ଆଲୋକର ରଶ୍ମିଟା ଆମକୁ ଆଦୌ ଦେଖାଯିବ ନାହିଁ। ଆଉ ଗୋଟେ ଉଦାହରଣ ଦେଖିବା। 3ଟି କାର୍ଡବୋର୍ଡ ନେଇ ସେଗୁଡ଼ିକର ସମାନ ଉଚ୍ଚତାରେ ରନ୍ଧ୍ର କରାଯାଉ। ଗୋଟେ କାର୍ଡବୋର୍ଡ ନେବା, ସମାନ ଉଚ୍ଚତାରେ ହିଁ ରନ୍ଧ୍ର କରିବା। ଟେବୁଲ ଉପରେ କାର୍ଡବୋର୍ଡ ଗୁଡ଼ିକ ଆଗ ପଛ କରି ରଖାଯାଉ। ଏପଟ ସେପଟ କରି ଆଗ ପଛ କରିକି ରଖିବା। ଟେବୁଲ ଉପରେ କାର୍ଡବୋର୍ଡ ଗୁଡ଼ିକୁ ଆଗ ପଛ କରି ରଖାଯାଉ ଯେପରି ରନ୍ଧ୍ରତ୍ରୟ ଏକ ସରଳ ରେଖାରେ ରହିବେ। ଟେବୁଲ ଉପରେ କାର୍ଡବୋର୍ଡ ଗୁଡ଼ିକ ଆଗ ପଛ କରି ରଖିବା ଯେମିତି ରନ୍ଧ୍ରଦ୍ୱୟ ଏକ ସରଳ ରେଖାରେ ରହିବେ। ତାପରେ ଟେବୁଲ ଉପରେ ତୃତୀୟ ନମ୍ବର ପଏଣ୍ଟ, ଟେବୁଲ ଉପରେ ପ୍ରଥମ କାର୍ଡବୋର୍ଡର ରନ୍ଧ୍ର ସମ୍ମୁଖରେ ଗୋଟେ ଜଳନ୍ତା ମହମବତୀ ରଖାଯାଉ। ଟେବୁଲ ଉପରେ ପ୍ରଥମ କାର୍ଡବୋର୍ଡର ରନ୍ଧ୍ର ସମ୍ମୁଖରେ, ପ୍ରଥମ କାର୍ଡବୋର୍ଡର ଯୋଉଠି ରନ୍ଧ୍ରଟା ଥିବ ସେଇ ସିଧାରେ ଗୋଟେ ମହମବତୀର ଶିଖାକୁ ଆମେ ରଖିବା। ମହମବତୀର ଜଳେଇକି ଏମିତି ରଖିବା। ଶେଷ ବା ତୃତୀୟ କାର୍ଡବୋର୍ଡର ରନ୍ଧ୍ର ଦେଇ ମହମବତୀର ଶିଖାକୁ ଲକ୍ଷ୍ୟ କଲେ ତାହା ଦେଖାଯିବ। ଚତୁର୍ଥ ନମ୍ବର ପଏଣ୍ଟ କ'ଣ ହେଲା? ଶେଷ ବା ତୃତୀୟ କାର୍ଡବୋର୍ଡର ରନ୍ଧ୍ର ଦେଇ ମହମବତୀର ଶିଖାକୁ ଲକ୍ଷ୍ୟ କଲେ ତାହା ଦେଖାଯିବ। 5 ନମ୍ବର ପଏଣ୍ଟ, ପୁନଶ୍ଚ 3ଟି କାର୍ଡବୋର୍ଡ ମଧ୍ୟରୁ କୌଣସି ଗୋଟିଏ କାର୍ଡବୋର୍ଡକୁ ସାମାନ୍ୟ ଘୁଞ୍ଚାଇ ଆଣିଲେ ମହମବତୀର ଶିଖା ଆଉ ଦେଖାଯିବ ନାହିଁ, କାରଣ ରନ୍ଧ୍ର ଗୁଡ଼ିକ ଏକ ସରଳ ରେଖାରେ ରହିବେ ନାହିଁ। ଏଥିରୁ କ'ଣ ହେଲା? ଏଥିରୁ ମଧ୍ୟ ପ୍ରମାଣିତ ହୁଏ ଯେ ଆଲୋକ ଏକ ସରଳ ପଥରେ ଗତି କରେ। ଏଥିରୁ ପିଲାମାନେ କ'ଣ ପ୍ରମାଣିତ ହୁଏ? ଆଲୋକ ଏକ ସରଳ ପଥରେ ଗତି କରେ। 5 ନମ୍ବର, ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ। 5 ନମ୍ବର କ, ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖିବା। ପ୍ରତିବିମ୍ବ ଗଠନ ପାଇଁ କ'ଣ କ'ଣ ଆବଶ୍ୟକ? ପ୍ରତିବିମ୍ବ ଗଠନ ପାଇଁ କ'ଣ କ'ଣ ଆବଶ୍ୟକ? ଉତ୍ତର ପିଲାମାନେ ଲେଖିବା ଏଠି। ପ୍ରତିବିମ୍ବ ଗଠନ ପାଇଁ ଦର୍ପଣ, ଅସ୍ୱଚ୍ଛ ବସ୍ତୁ ଓ ଆଲୋକ ଆବଶ୍ୟକ।
ପ୍ରତିବିମ୍ବ ଗଠନ ପାଇଁ ଦର୍ପଣ, ଅସ୍ୱଚ୍ଛ ବସ୍ତୁ ଓ ଆଲୋକ ଆବଶ୍ୟକ। ଖ ନମ୍ବର ପ୍ରଶ୍ନ, ଅଳ୍ପ ସ୍ୱଚ୍ଛ ପଦାର୍ଥ କ'ଣ? ଅଳ୍ପ ସ୍ୱଚ୍ଛ ପଦାର୍ଥ କ'ଣ? ପିଲାମାନେ ଏଠି ଆମର ପଢିଥିଲ ସ୍ୱଚ୍ଛ ପଦାର୍ଥ, ଅସ୍ୱଚ୍ଛ ପଦାର୍ଥ, ଅଳ୍ପ ସ୍ୱଚ୍ଛ ପଦାର୍ଥ। ଅଳ୍ପ ସ୍ୱଚ୍ଛ ପଦାର୍ଥଟା କ'ଣ? ଦିଟା ଉଦାହରଣ ଦିଅ। ଯେଉଁ ପଦାର୍ଥ ମଧ୍ୟରେ ଆଲୋକ ଅଳ୍ପ ଗତି କରିପାରେ ତାକୁ ଅଳ୍ପ ସ୍ୱଚ୍ଛ ପଦାର୍ଥ କୁହନ୍ତି। ଯେଉଁ ପଦାର୍ଥ ମଧ୍ୟରେ ଆଲୋକ ଅଳ୍ପ ଗତି କରିପାରେ ତାକୁ ଅଳ୍ପ ସ୍ୱଚ୍ଛ ପଦାର୍ଥ କୁହନ୍ତି। ଉଦାହରଣ, ପତଳା ପ୍ଲାଷ୍ଟିକ, ତେଲ ଘଷା କାଗଜ। ଉଦାହରଣ ଆମେ ଏଠି ଦିଟା ନବା, ପତଳା ପ୍ଲାଷ୍ଟିକ, ତେଲ ଘଷା କାଗଜ। ଗ ନମ୍ବର, ଛାୟା କିପରି ଗଠିତ ହୁଏ? ଆଲୋକ ସମ୍ମୁଖରେ ଗୋଟିଏ ଅସ୍ୱଚ୍ଛ ବସ୍ତୁ ରଖିଲେ ବସ୍ତୁ ପଛପଟେ ଛାୟା ଗଠିତ ହୁଏ। ଛାୟା କିପରି ଗଠିତ ହୁଏ? ଆଲୋକ ସମ୍ମୁଖରେ ଗୋଟେ ଅସ୍ୱଚ୍ଛ ବସ୍ତୁ ରଖିବା ଆଉ ବସ୍ତୁର ପଛପଟେ ଛାୟା ସୃଷ୍ଟି ହେବ। ତ ପିଲାମାନେ ସମସ୍ତେ ଲେଖିବା ଉତ୍ତରଟା, ଆଲୋକ ସମ୍ମୁଖରେ ଗୋଟେ ଅସ୍ୱଚ୍ଛ ବସ୍ତୁ ରଖିଲେ ବସ୍ତୁ ପଛପଟେ ଛାୟା ଗଠିତ ହେବ। 6 ନମ୍ବର ପ୍ରଶ୍ନ, ଆକାଶରେ ଉଡୁଥିବା ପକ୍ଷୀର ଛାୟା କେତେବେଳେ ଭୂମିରେ ପଡେ ତ କେତେବେଳେ ପଡେ ନାହିଁ? 2ଟି 3ଟି ବାକ୍ୟରେ କାରଣ ଲେଖିବା। ଆକାଶରେ ଉଡୁଥିବା ପକ୍ଷୀର ଛାୟା କେତେବେଳେ ଭୂମି ଉପରେ ପଡେ ତ କେତେବେଳେ ପଡେ ନାହିଁ, କାରଣ କ'ଣ? 2 ବା 3ଟି ବାକ୍ୟରେ ଲେଖିବା। ପ୍ରଥମ ପଏଣ୍ଟ, ଫାର୍ଷ୍ଟ ପଏଣ୍ଟ, ଆକାଶରେ ଉଡୁଥିବା ପକ୍ଷୀଠାରୁ ଆଲୋକର ଉତ୍ସ ସୂର୍ଯ୍ୟ ଅନେକ ଦୂରରେ ଥିବାରୁ ଭୂମି ଉପରେ ଛାୟା ପଡିପାରେ ନାହିଁ। କ'ଣ ହେଲା? ଆକାଶରେ ଉଡୁଥିବା ପକ୍ଷୀଠାରୁ ଆଲୋକର ଉତ୍ସ ଏବଂ ସୂର୍ଯ୍ୟ ଅନେକ ଦୂରରେ ଥିବାରୁ ଭୂମି ଉପରେ ତାର ଛାୟାଟା ପଡିପାରେ ନାହିଁ। ଦ୍ୱିତୀୟ ପଏଣ୍ଟ, ଯେତେବେଳେ ପକ୍ଷୀଟି ଭୂମିର ନିକଟବର୍ତ୍ତୀ ହୁଏ ସେତେବେଳେ ତାର ସାନ ଓ ସ୍ପଷ୍ଟ ଛାୟା ଭୂମି ଉପରେ ପଡେ। ଯେତେବେଳେ ପକ୍ଷୀଟି ଧୀରେ ଧୀରେ ତଳକୁ ଆସୁଥିବ ତ ଭୂମିର ନିକଟବର୍ତ୍ତୀ ହେଲା ପରେ ତାର ଛାୟାଟା ଭୂମି ଉପରେ ପଡେ। ତୃତୀୟ ନମ୍ବର ପଏଣ୍ଟ, ସୁତରାଂ ଏଥିରୁ ଜଣା ପଡେ ଯେ ବସ୍ତୁଠାରୁ ବା ପକ୍ଷୀଠାରୁ ଆଲୋକ ବା ସୂର୍ଯ୍ୟର ଦୂରତା ଅଧିକ ହେଲେ ଛାୟା ଗଠିତ ହୋଇପାରେନି ଏବଂ ବସ୍ତୁ ବା ପକ୍ଷୀଠାରୁ ପରଦା ଭୂମିର ଦୂରତା କମ୍ ହେଲେ ଏକ କ୍ଷୁଦ୍ର ଓ ସ୍ପଷ୍ଟ ଛାୟା ଭୂମି ଉପରେ ଗଠିତ ହୁଏ। ପିଲାମାନେ ଏଠି ଆଲୋକ ବିଷୟର ସମସ୍ତ ପ୍ରଶ୍ନ ଉତ୍ତରର ପର୍ଯ୍ୟାୟଟା ସରିଯାଇଛି। ଆଶା କରୁଛି ସମସ୍ତେ ବହୁତ ଭଲ ଭାବରେ ବୁଝିପାରିଥିବେ। ତ ଭଲ ଲାଗିଥିଲେ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଉ ଗୋଟେ ସୁନ୍ଦର କମେଣ୍ଟ କରିଦେଇ ଯିବେ। ରହୁଛି, ନମସ୍କାର।